ମୋର ପ୍ରିୟ ଭାଇ ଓ ଭଉଣୀମାନେ, ରାଜ୍ୟ, ଦେଶ ଏବଂ ସାରା ବିଶ୍ୱରେ ଥିବା ସମସ୍ତ ଭାରତୀୟଙ୍କୁ 80ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। 80 ବର୍ଷ ତଳେ ଆଜିର ଦିନରେ ଆମେ ଉପନିବେଶବାଦରୁ ମୁକ୍ତି ପାଇ ସ୍ୱାଧୀନ ଭାରତରେ ନିଶ୍ୱାସ ନେଇଥିଲୁ। ଆଜି ସ୍ୱାଧୀନ ଭାରତର ଜୟଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ି ହେଲା। ଏହି କଷ୍ଟଲବ୍ଧ ସ୍ୱାଧୀନତାର ଉପହାର ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସେମାନଙ୍କର ଅସୀମ ତ୍ୟାଗ ଓ ବଳିଦାନ ପାଇଁ ଏ ଦେଶ ସଦାସର୍ବଦା ଋଣୀ ରହିବ। ଗତ 12 ବର୍ଷ ହେଲା ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ନେତୃତ୍ୱରେ ସାଂସ୍କୃତିକ ରାଷ୍ଟ୍ରବାଦ ମନ୍ତ୍ରରେ ଦୀକ୍ଷିତ ହୋଇ ରାଷ୍ଟ୍ର ନିର୍ମାଣର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଆସନ୍ତୁ ମିଳିମିଶି ଗଢ଼ିବା ସୁନ୍ଦର ସଶକ୍ତ ବିକଶିତ ଭାରତ ତଥା ଏକ ସମୃଦ୍ଧ ଓଡ଼ିଶା। ଆଜିର ଏହି ଶୁଭ ଦିନରେ ବନ୍ଦେ ମାତରମ୍ ଗାନ କରି ସଗର୍ବେ ଘରେ ଘରେ ତିରଙ୍ଗା ଉତ୍ତୋଳନ କରନ୍ତୁ। ଜୟ ହିନ୍ଦ, ବନ୍ଦେ ମାତରମ୍।